ହାତୀ ଆଖୁ ଚାଷରେ ହାତୀ ସବୁ ଆଖୁ ଫସଲ ନଷ୍ଟ କରିଦେଇଛନ୍ତି। ସ୍ଥାନୀୟ ଫରେଷ୍ଟ ଅଫିସର ଆର ପଦକ୍ଷେପ ନେଉନାହାନ୍ତି। ଗଙ୍ଗାପୁର ପଞ୍ଚାୟତ ଦର୍ଶକ ବନ୍ଧୁ ଆପଣ ଦେଖୁଛନ୍ତି ଏଠାରେ ହାତୀର ଉପଦ୍ରବ ଚାଲିଛି। ଆଖୁ ଚାଷ ନଷ୍ଟ କରିଦେଇଛନ୍ତି। ଆଉ ସେମାନଙ୍କର ଫସଲ ନଷ୍ଟ କରିବାରୁ ସେମାନେ ଚାଷୀମାନେ ବହୁତ ଦେଖନ୍ତୁ ଏ ଆଖୁ ଚାଷ ଏଠାରେ କେମିତି ଅଛି, ଏଠାରେ କେମିତି ଅଛି। ଆଖୁ ଚାଷ ସବୁ ନଷ୍ଟ କରିଦେଇଛନ୍ତି। ଆଉ ଫରେଷ୍ଟ ବିଭାଗ କିଛି ରିପୋର୍ଟ ନେଇଛନ୍ତି। ତାଙ୍କର ଆଜି ପର୍ଯ୍ୟନ୍ତ କ୍ଷତିପୂରଣ ମିଳିନି। ଆଜ୍ଞା ଆସନ୍ତୁ, ଆପଣଙ୍କର ନାଁଟା କ'ଣ କହିବେ? ଆପଣଙ୍କର ନାଁଟା କ'ଣ କହିବେ? ଟୁନା ଟୁନା କ'ଣ ଗୌଡ଼? ଆପଣଙ୍କର ଗାଁଟା? ଗଙ୍ଗାପୁର ଗ୍ରାମର। ଆଉ ଚାଷ ଏଇଗୁଡାକ ନଷ୍ଟ କରିଦେଇଛନ୍ତି। ନଷ୍ଟ କରିଦେଇଛନ୍ତି। ଆପଣ ଆସନ୍ତୁ ଦେଖେଇବେ। ଆପଣ ଦେଖନ୍ତୁ, ଆପଣ ଏଠି ଆସନ୍ତୁ। ହେଲେ ଆପଣଙ୍କର ଏଇ ଯୋଉ ହାତୀ ନଷ୍ଟ କରିଛି ଫରେଷ୍ଟ ବିଭାଗ କ'ଣ ଆସିକି ଦେଖିଲେ? ଦେଖିଦେଇକି ପଳେଇଲେ। ଆଉ କ'ଣ କ୍ଷତିପୂରଣ ମିଳିବ କି ନାହିଁ କିଛି କହିଲେନି? କ୍ଷତିପୂରଣ ମିଳିବ ବୋଲି କାଗଜ ପତ୍ର ସବୁ କହୁଛନ୍ତି, ଆଉ ହଉନି। ହେଲେ ଆପଣଙ୍କର ଫରେଷ୍ଟ ଅଫିସ କୋଉଠି? ପାଟପୁର ଆମର ମହାନଳା। ସେ ଫରେଷ୍ଟ ଅଫିସର ନାଁ କ'ଣ? ନା ଆଜ୍ଞା ଜାଣିନାହାନ୍ତି। ହେଲେ ସେ ଆସିକିରି ଦେଖିଲେ ହାତୀ ନଷ୍ଟ କରିଛି, ଏସବୁ ଖାଇଛି ବୋଲି ସେ ରିପୋର୍ଟ ଦେଲେ। ଆଜି ପର୍ଯ୍ୟନ୍ତ ତମର ଫସଲର କ୍ଷତିପୂରଣ କିଛି ମିଳିନି। ଆଉ ଦରଖାସ୍ତ ଦେଇଛନ୍ତି ଡିଏଫଓ କୁ? ବ୍ରହ୍ମପୁର ଫରେଷ୍ଟ ବିଭାଗ ତାଙ୍କର ମୁଖ୍ୟ ସେଠି ଡିଏଫଓ କୁ ଆପଣ ଜଣାଇଛନ୍ତି? ନାଇଁ, ଜଣା ହେଇନି। ଆମେ ସେତେ ଦୂର ଯାଇପାରୁନୁ। ଚାଷ କାମରେ ନାଗିକିରି ଏଇଠି କଲା ବେଳୁ ଆମର ଦିନ ଯାଉଛି, ସମୟ ଅଭାବ। ରାତିରେ ଜଗିବାକୁ ପଡୁଛି। ଆରେ ରାତିରେ ଜଗିଲେ ତମକୁ ବିପଦ, ଜୀବନ ପ୍ରତି। ହେଲେ ଜୀବନ ପ୍ରତି ବିପଦ। ଫରେଷ୍ଟର ହାତୀ ମାନଙ୍କୁ ସହାୟତା କରୁଛି, ଆଉ ବିପଦରେ ସାହାଯ୍ୟ ନାହିଁ। ଏ ଫରେଷ୍ଟ କର୍ମଚାରୀ ଯାକ କିଛି କାମ କରୁନାହାନ୍ତି। ଆଉ ଲକ୍ଷ ଲକ୍ଷ ଟଙ୍କା ଦରମା ସରକାରଙ୍କଠୁ ପାଉଛନ୍ତି। ଚାଷୀ ମାନଙ୍କର ଅବସ୍ଥା ଅଛି ଶୋଚନୀୟ ହୋଇପଡିଛି। ଏଥିପାଇଁ ସରକାର, ଆମର ଡବଲ ଇଞ୍ଜିନ ସରକାର, ବିଜେପି ସରକାର କ'ଣ ପଦକ୍ଷେପ ନେଉନାହାନ୍ତି। ତାଙ୍କେ ଖାଲି ଭୋଟ ନେଇକିରି ଚାଷୀ ମାନେ କ'ଣ ହଉଛନ୍ତି ହୁଅନ୍ତୁ, ଆମର ଦରମା ବଢୁ। 3,45,000 ତାଙ୍କେ ନିଜେ ନିଜେ ବଢେଇକି ନେଇଯାଉଛନ୍ତି। ଚାଷୀର କୌଣସି ଏଠି ପଦକ୍ଷେପ ନିଆଯାଉନି। ଚାଷ ତାଙ୍କର ଫସଲ ଧ୍ୱଂସ ହେଇଯାଉଛି। ଫରେଷ୍ଟ ବିଭାଗ ନୀରବ ଦ୍ରଷ୍ଟା ସାଜିଛି। ଧନ୍ୟବାଦ।